ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ମା ଭକ୍ତି 1176 ୟୁଟ୍ୟୁବ୍ ଚ୍ୟାନେଲରେ ଆପଣଙ୍କୁ ସ୍ୱାଗତ। ଆଜି ଆମେ ଜାଣିବା ସମସ୍ତ ନଜର କାଟ ଲୁଣ ମନ୍ତ୍ର। କୌଣସି ଛୋଟ ପିଲା କିମ୍ବା ବଡ଼ ଲୋକଙ୍କୁ ମଧ୍ୟ ଦୃଷ୍ଟି ହୋଇଥାଏ ବା ନଜର ଲାଗିଥାଏ, ତା ପାଇଁ ଆପଣ ଉପାୟ ରହିଛି, ଯାହାକି ଆପଣ ନଜର କାଟ ଲୁଣ ମନ୍ତ୍ର। ଯଦି ଏଇ ମନ୍ତ୍ରଟି ଆପଣ କରୁଛନ୍ତି ବା ଏଇ ପ୍ରୟୋଗଟି ଆପଣ କରୁଛନ୍ତି, ନିହାତି ଭାବରେ ଆପଣ ଆରାମଦାୟକ ପାଇବେ। ଦେଖନ୍ତୁ, ଲୁଣଟି ଆପଣ ଲୁଣ ଆଣିବେ, ଯାହା ପାଖରେ ବା ଯେକୌଣସି ପିଲାଙ୍କ ଲାଗିଥାଉ ମଧ୍ୟ ତାଙ୍କରି ଘରକୁ ଯିବେ, ଆପଣ ତାଙ୍କର ଲୁଣ ମାଗିବେ। ଠିକ୍ ଅଛି, ତାଙ୍କ ଘରୁ ଲୁଣ ଆଣିବେ ଏବଂ ଲୁଣକୁ ମନ୍ତ୍ରେଇଲା ବେଳେ ସେ ମନ୍ତ୍ର କ'ଣ ରହୁଛି ମୁଁ ଆପଣଙ୍କୁ କହୁଛି। ଓଂ ଲୁଣଂ ତଂ ତୁଡ଼ ମହାସାଗର ଲୁଣ, ଲୁଣ ଦେଲେ କି କାଟୋଇ, ଛେଦ ଭେଦ ବାଟୋଇ, ପର ଦୃଷ୍ଟି କାଟୋଇ, ମା ଦୃଷ୍ଟି କାଟୋଇ, ବାପା ଦୃଷ୍ଟି କାଟୋଇ, ହାଟ ବାଟ ଯାହା ଦୃଷ୍ଟି ପଡ଼ିଥିବା କାଟେ, କାଟ ବୋଲି କାହାର ଆଜ୍ଞା, ପତର ସରୁଣୀ ଜ୍ଞାନ ଦେଇ, ମଲୁଣି କୋଟି କୋଟି ଆଜ୍ଞା। ଏହି ମନ୍ତ୍ରରେ 3 ଥର ଅଥବା 7 ଥର ଆପଣ ପଢ଼ିବେ। ଆପଣ ସବୁବେଳେ ଚେଷ୍ଟା କରନ୍ତୁ ଏହି ମନ୍ତ୍ରଟିକୁ 7 ଥର ପଢ଼ିବା ପାଇଁ। ଠିକ୍ ଅଛି, 7 ଥର ପଢ଼ନ୍ତୁ। ମନ୍ତ୍ରକୁ ଥରେ ପଢ଼ିବେ, 3 ଥର ସେ ଲୁଣକୁ ଫୁଙ୍କିବେ। ପ୍ରତି ଥରରେ 3 ଥର ଫୁଙ୍କିବେ, ମାନେ ଆପଣ 7 ଥର ଲୁଣକୁ ପ୍ରଥମେ ଆପଣ ମନ୍ତ୍ର ପଢ଼ିବେ, ଥରେ ଲୁଣକୁ 3 ଥର ଫୁଙ୍କିବେ ଏବଂ ସେଇ ଯେଉଁ ପିଲାଙ୍କୁ ମଧ୍ୟ 3 ଥର ଫୁଙ୍କିବେ। ପୁଣି ଆଉ ଥରେ ମନ୍ତ୍ର ପଢ଼ିବେ, ପୁଣି 3 ଥର ଫୁଙ୍କିବେ। ଏହିପରି ଆପଣଙ୍କୁ 7 ଥର ମନ୍ତ୍ର ପଢ଼ିବେ। ଥରେ ମନ୍ତ୍ର ପଢ଼ିକି 3 ଥର ଲେଖା ସବୁବେଳେ ଆପଣ ଫୁଙ୍କନ୍ତୁ। ତାପରେ ଆପଣ ଫୁଙ୍କି ସାରିଲେ ପିଲାଙ୍କୁ ଖୁଆଇଦେବେ, ସେଇ ଲୁଣଟିକୁ ଟିକେ ଚଟାଇ ଦେବେ। ଦେଖିବେ ସମସ୍ତ ଦୃଷ୍ଟି ମଧ୍ୟ ଭେଦ ଭଲ ହୋଇଯିବ, ଆପଣ ମଧ୍ୟ ସେ ପିଲା ମଧ୍ୟ ସୁସ୍ଥ ହୋଇଯିବେ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ଟିକେ ବି ଭଲ ଲାଗିଥାଏ, ତାହେଲେ ଗୋଟିଏ ଲାଇକ୍ କରିଦେବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ କେବେ ବି ଭୁଲିବେ ନାହିଁ। ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ଟିକୁ ଦବାଇ ରଖନ୍ତୁ, ଯେମିତିକି ଏହିପରି ଭିଡ଼ିଓ ମୁଁ ଅପଲୋଡ଼ କଲେ ଆପଣ ସର୍ବପ୍ରଥମେ ପାଇପାରିବେ। ରହିଲି, ଜୟ ଜଗନ୍ନାଥ।